ଆଉ ଝିଅ ଅଚାନକ ସିଆଡ଼େ ପଳେଇଲା। ହଠାତ୍ 5-6ଟା କୁକୁର ଆସିକି ଝିଅକୁ କାମୁଡ଼ା କାମୁଡ଼ି କରୁଛନ୍ତି। ମେଡ଼ିକାଲ ନେଲା ପରେ ଡକ୍ଟର ସେଠି ମୃତ୍ୟୁ ଘୋଷଣା। ଦର୍ଶନ କୁଲଦୀପ, ମୁଁ କେବିଡ଼ିର। ଆଜ୍ଞା ଏଇଟା ଘଣ୍ଟେ 2ଟା ହେଇଥିବ। ଆଉ ସେତେବେଳେ ଆମର ତାଙ୍କ ଅଜା ଆଙ୍କେ ଯାଇଥିଲେ ଚର୍ଚ୍ଚ, ଆମର କାଲି ପର୍ବ ଅଛି ବୋଲି ଯାଇଥିଲେ। ଆଉ ଝିଅ ଅଚାନକ ସିଆଡ଼େ ପଳେଇଲା। ଆରେ ଗାଈ ତ ଯାଉଛନ୍ତି ବୋଲି, ଆଙ୍କର ଗାଈ ବି ଅଛନ୍ତି। ଯାଇଥିଲା ଆଉ ସେତେବେଳେ ହଠାତ୍ 5-6ଟା କୁକୁର ଆସିକି ଝିଅକୁ କାମୁଡ଼ା କାମୁଡ଼ି କରୁଛନ୍ତି। ଆଉ କାମୁଡ଼ା କାମୁଡ଼ି କଲା ବେଳକୁ ଝିଅକୁ ଯେତେବେଳେ ଜାଣିଲେ କୁମଲିପୁଟ ମେଡ଼ିକାଲ ନେଲେ। ମେଡ଼ିକାଲ ନେଲା ପରେ ଡକ୍ଟର ସେଠି ମୃତ୍ୟୁ ଘୋଷଣା କଲେ, ଆଉ ମରିଯାଇଛି ବୋଲି କହିଲେ। ସରକାର, ଆମେ ତ ସେଇ ବିଷୟରେ ସରକାରକୁ ଆମର ଆଉ କ'ଣ, ସରକାର କିଛି ସହଯୋଗ କଲେ ଆମେ ମାନେ ଉପକୃତ ହେବୁ। ଆଉ ତାଙ୍କ ମା ବାପା ତ ସିଆଡ଼େ ରହୁଛନ୍ତି ଅନ୍ୟ ଗାଁରେ, ମୁଁ ବି ସେଇଟା ଜାଣିନି। ବାକି ଅଜା ଆଈ ଘରେ ରହିକି ଝିଅ ପଢ଼ାପଢ଼ି କରୁଥିଲା। ଝିଅ ଏବେ ତ ସ୍କୁଲ ଜଏନ୍ କରାହେଇଥିଲା, ଆଉ 6 ବର୍ଷ 7 ବର୍ଷର କୃଷ୍ଣ ସିଆଡ଼େ ମୁଇଁ ଯାଉଥିଲା ଆଜ୍ଞା, ସେ ଆମର ଛୋଟିଆ ପୁଅ ଥାନ ଯାଉଥିଲା, ଆରି ବାଟରେ କୁକୁର ଚିବାଇଦେଲା। ମୁଇଁ ଚଷରେ ଯାଉଥିଲି ଆଜ୍ଞା, ଚଷରେ ଯାଉଥିଲା ବେଲେ ସେ ଆସିକି ଚିବାଇ ଦେଲା ବେଲେ ମୋ ପୁଅଟା ପଲା ଆସିକିରି ମୋତେ ଗାଲି କଲା, କହିଲା। ସେଠି 5ରେ ଥିଲେ ଆଜ୍ଞା, ପୁରା ଚିବାଇ ଦେଇଥିଲେ। ମେଡ଼ିକାଲ ନେଇଥିଲେ, ମେଡ଼ିକାଲ ଡକ୍ଟର କହିଲା କି ସବୁ ଚେକଅପ୍ କରଲା, ନାଇଁ ମରିଗଲା ବୋଲି କହିଲା। ଇଡ଼ିଆ ସବୁ ଗାଁଟା ସবার ଟିକେ ସାହାଯ୍ୟ କରିଥାଲେ ଭଲଥାନ୍ତା ବୋଲବାଟା। ଆମ ଗରିବ ଲୋକ ତ ଜଣେ ନାହିଁ, ତାଙ୍କୁ ସାହାଯ୍ୟ ମାଗବାଟା ଆଉ।